ବାଲେଶ୍ୱର ସହର ଉପକଣ୍ଠ ଆଳଦିଆରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ତିନି ରଥ ଟାଣିଲେ ଶତାଧିକ ଭକ୍ତ। ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ 9 ଦିନ ପାଇଁ ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ଶ୍ରୀମନ୍ଦିର ବାହୁଡ଼ିଛନ୍ତି। ଶ୍ରୀ ଗୁଣ୍ଡିଚା ଯାତ୍ରା ଭଳି ସମଗ୍ର ବିଶ୍ୱରେ ଆୟୋଜିତ ହୋଇଛି ବାହୁଡ଼ା ଯାତ୍ରା। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ଉପକଣ୍ଠ ଆଳଦିଆଠାରେ ଶତାଧିକ ବର୍ଷ ପୁରୁଣା ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ବେଶ୍ ଉତ୍ସାହ ଉଦ୍ଦୀପନାର ସହ ତଥା ଅତ୍ୟନ୍ତ ଭାବଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବାହୁଡ଼ା ଯାତ୍ରା ଦେଖିବାକୁ ଆଳଦିଆ ସମେତ ଆଖପାଖ ଗାଁର ସହସ୍ରାଧିକ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ଦୁର୍ଗା ମଣ୍ଡପସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ଦୀର୍ଘ 9 ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ୱତନ୍ତ୍ର ନୀତିପୂଜା ପରେ ଅପରାହ୍ନରେ ପହଣ୍ଡି ସହ ରଥାରୂଢ଼ କରାଯାଇଥିଲା। ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି ଓ ଭଜନ କୀର୍ତ୍ତନର ତାଳେ ତାଳେ ସେବାୟତମାନେ ତିନି ଠାକୁରଙ୍କୁ ଝୁଲାଇ ଝୁଲାଇ ପହଣ୍ଡି ବିଜେ କରାଇଥିଲେ। ଭକ୍ତମାନେ ଅପଲକ ନୟନରେ ମହାପ୍ରଭୁଙ୍କ ପହଣ୍ଡି ଯାତ୍ରାକୁ ଉପଭୋଗ କରିବା ସହ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଞ୍ଚଳକୁ ପ୍ରକମ୍ପିତ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ଉତ୍ସବର ମୁଖ୍ୟ ପୁରୋଧା ବଳରାମ ପଣ୍ଡା ଛେରା ପହଁରା କରିଥିଲେ। ଆଳଦିଆର ଶ୍ରୀ ଜଗନ୍ନାଥ ମନ୍ଦିର ଶତାଧିକ ବର୍ଷ ପୁରୁଣା। ନୀଳଗିରି ରାଜାଙ୍କ ଏକ କଚେରୀ ଆଳଦିଆରେ ଥିଲା। ସେତେବେଳେ ରାଜା ଆଳଦିଆରେ ଏକ ମନ୍ଦିର ପ୍ରତିଷ୍ଠା ସହ ଜମିଜମା ଖଞ୍ଜି ମହାପ୍ରଭୁଙ୍କ ସେବା ବ୍ୟବସ୍ଥା କରିଥିଲେ। କାଳାଧିକ୍ରମେ ରାଜା ଠାକୁରଙ୍କ ଜମି ନିଲାମ କରିଦେଇଥିବା ବେଳେ ଗ୍ରାମବାସୀମାନେ କିଛି ଅର୍ଥ ଦେଇ ମନ୍ଦିରର ଅସ୍ତିତ୍ୱ ରକ୍ଷାରେ ସକ୍ଷମ ହୋଇଥିଲେ। ମାତ୍ର ଆର୍ଥିକ ଅଭାବ କାରଣରୁ ରଥଯାତ୍ରା ହୋଇପାରୁନଥିଲା। ତେବେ 2017 ମସିହାରେ ସାମଗ୍ରିକ ସହଯୋଗରେ ରଥଯାତ୍ରା ଆରମ୍ଭ ହେବା ସହ ଏଯାବତ୍ ମହା ଆଡ଼ମ୍ବର ସହକାରେ ମହାପ୍ରଭୁଙ୍କ ଯାତ୍ରା ଜାରି ରହିଛି ବୋଲି ଶ୍ରୀ ପଣ୍ଡା ଏହି ଅବସରରେ ସୂଚନା ଦେଇଥିଲେ। 2017 ପାଖରୁ ଆରମ୍ଭ ହେଇଛି। ଠାକୁର ହେଉଛନ୍ତି କିନ୍ତୁ ବହୁ ପୁରାତନ ଠାକୁର। ତାର କୌଣସି ଇତିହାସ ଆମେ ଜାଣିନୁ ଏପର୍ଯ୍ୟନ୍ତ। ଯାହା ପୂର୍ବପୁରୁଷମାନଙ୍କ ପାଖରୁ ଆମେ ଶୁଣିଛୁ ଯେ 400-500 ବର୍ଷର ପୁରୁଣା ଠାକୁର। ଏ ନୀଳଗିରି ରାଜାକୁ ଏଠି ଆମ ଗାଁରେ ପ୍ରତିଷ୍ଠା କରିଥିଲେ। ତାଙ୍କର ଆମ ଗାଁରେ କଚେରୀ ଘର ଥିଲା। ଏଇଠି ତାଙ୍କର ପଦନା ଇତ୍ୟାଦି ଆଦାୟ ହେଉଥିଲା। ଠାକୁରଙ୍କୁ ସେ 147 ଏକର ଜମିର ପଣ୍ଡା ଘରକୁ ଦେଇଥିଲେ। ସେ ଜମିଦାରୀ ଦେଇଥିଲେ। ସେମାନେ ଜମିଦାରୀ ଉପଭୋଗ କରୁଥିଲେ ଏବଂ ଠାକୁରଙ୍କର ସେବା କରୁଥିଲେ। କାଳକ୍ରମେ ଏମିତି ସମୟ ଆସିଲା, ଦୁର୍ଭାଗ୍ୟ ଯେ ସେଇ ନୀଳଗିରି ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ବାଧ୍ୟ ହେଲେ ଠାକୁରଙ୍କୁ ଏବଂ ଠାକୁରଙ୍କର ସମସ୍ତ ଜମିଜମାକୁ ନିଲାମ କରିଦେବାକୁ। ଗ୍ରାମବାସୀମାନେ ସେତେବେଳେ, ମୋ ଜେଜେଙ୍କ ସମୟର କଥା, ସେତେବେଳେ ଗ୍ରାମବାସୀମାନେ 12.5 ଟଙ୍କା ରଜାଙ୍କୁ ନିଲାମ ପଇସା ଦେଇକରି ସେ ଠାକୁରଙ୍କୁ ଗାଁରେ ରଖିକି ଜଣେ ଗରିବ ବ୍ରାହ୍ମଣଙ୍କ ଘରେ ରଖି ସମସ୍ତେ ଗ୍ରାମବାସୀମାନେ ସହାୟତା କରିକି ତାଙ୍କ ପୂଜାପାଠ କରିକି ଆସୁଥିଲେ। ଏଇଟା ଚାଲିଥିଲା 1914 ମସିହା ପର୍ଯ୍ୟନ୍ତ। 1914 ମସିହାରେ ଗ୍ରାମବାସୀ କିଛି ଉଦ୍ୟୋଗୀ ଯୁବକ ସେମାନଙ୍କ ସହାୟତା ନେଇକରି ଗୋଟେ ମନ୍ଦିର ଆମେ ନିର୍ମାଣ କରୁ ଏବଂ ସେ ମନ୍ଦିର ପ୍ରତିଷ୍ଠା ହେଲା 1915ରେ। 1915ରେ ପ୍ରତିଷ୍ଠା ହେଇସାରିଲା ପରେ ଗାଁରେ କିଛି ଯୁବକ, କିଛି ୟଙ୍ଗ ପିଲା ସେମାନେ ସବୁ ଚାହିଁଲେ ଯେ ଠାକୁରଙ୍କର ମନ୍ଦିର ତ ହେଇଗଲା, କିନ୍ତୁ ଠାକୁରଙ୍କର ରଥଯାତ୍ରାଟା ହେବା ଉଚିତ। ଆଉ ଏଇଟିକା ଯଦି କରିପାରନ୍ତେ ତାହେଲେ ଭଲ ହୁଅନ୍ତା। ତେଣୁ ଚେଷ୍ଟା କଲୁ। ଗ୍ରାମବାସୀମାନେ ସବୁ ମିଶିକରି ଆଖପାଖ ଗାଁର ଏବଂ ସହର ବଜାରରୁ ମଧ୍ୟ, ବାଲେଶ୍ୱର ଟାଉନରୁ ମଧ୍ୟ ଲୋକ କିଛି କଣ୍ଟ୍ରିବ୍ୟୁଟ୍ କଲେ। ଗାଁ ଲୋକମାନେ କଣ୍ଟ୍ରିବ୍ୟୁଟ୍ କଲେ, ଆଖପାଖ ଗାଁରେ ଲୋକ କଣ୍ଟ୍ରିବ୍ୟୁଟ୍ କଲେ ଏବଂ 3ଟା ରଥ ଆମେ ନିର୍ମାଣ କରୁ 1916 ମସିହାରେ। 16 ମସିହାରେ ରଥ ନିର୍ମାଣ ହେଲା, କିନ୍ତୁ ରଥ କରିପାରିଲୁନି। ସେତେବେଳକୁ ସମୟ ଚାଲି ଯାଇଥିଲା। 1917 ପାଖରୁ ଆମର ରଥ ରେଗୁଲାରଲି ଚାଲିଛି ଏବଂ ଇଏ ସବୁ ହେଉଛି କଣ୍ଟ୍ରିବ୍ୟୁସନ୍, ସରକାରୀ କଣ୍ଟ୍ରିବ୍ୟୁସନ୍। ଆମେ ଗୋଟେ ପଇସା ପାଇନୁ, ଏପର୍ଯ୍ୟନ୍ତ କେହି ଦେଇନାହାନ୍ତି। କିନ୍ତୁ ଗ୍ରାମବାସୀମାନଙ୍କର କଣ୍ଟ୍ରିବ୍ୟୁସନ୍, ଆଖପାଖ ଗାଁର ଲୋକଙ୍କର କଣ୍ଟ୍ରିବ୍ୟୁସନ୍, ସହର ବଜାରର କିଛି ଦାତବ୍ୟ ବ୍ୟକ୍ତି ଅଛନ୍ତି, ଶ୍ରଦ୍ଧାଳୁ ଅଛନ୍ତି, ଭକ୍ତ ଅଛନ୍ତି, ସେମାନଙ୍କର ସାହାଯ୍ୟ ସହଯୋଗରେ ରଥଯାତ୍ରା ଏଠି ମହା ଆଡ଼ମ୍ବରରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ପରେ ଭକ୍ତମାନେ ଭକ୍ତି ଗଦ୍ଗଦ୍ ଚିତ୍ତରେ ତିନି ଠାକୁରଙ୍କୁ ଟାଣି ନେଇଥିଲେ ଆଳଦିଆର ଶ୍ରୀ ଜଗନ୍ନାଥ ମନ୍ଦିର ଅଭିମୁଖେ। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ ସହ
रथ दौड़ी को धरी टाणी रथ टणा समय भावविह्वल महिला नृत्य बेस आकर्षणीय होता। छोट छोट शिशु माने विभिन्न वेश सज्जित होई नृत्य करते समग्र अंचल जगन्नाथमय होई उठिबा परी लक्ष्य करा जायतिला। प्रथमे तो मोर जगन्नाथ को कोटि कोटि प्रणाम तीन ठाकुर को मोर नमस्कार। आ समस्त ग्रामवासी एठारे उपस्थित होइजंती। एठारे 9 दिन धरी ठाकुर आसथिले माउसी मां बाड़ी को बहुत खुशी लागुची। आमे समस्त बहुत आनंद उल्लासर सहित एठारे उपस्थित अछु एवं आमर कार्यक्रम को आगु बढ़ाउछु। एठारे बहुत दिन धरी कार्यक्रम माने प्रोग्राम मध्ये बहुत किछि हेतला, नृत्य संगीत सब किछि हेतला। आ प्रतिदिन आरती मध्ये होतला। आमे देखिया पई आसु बहुत खुशी लागुची, बहुत खुशी लागुची। किंतु जगन्नाथ जो आसीथिले बुलिया पई तांकर मन रे भी गोटे खुशी थिबो जे मो माउसी मां को बाड़ी को जिबे। बहुत खुशी लागुची हमको मध्ये। हम पुणी जगन्नाथ हम ग्राम को फेरी जिबे। आमे प्रतिदिन जगन्नाथ को दर्शन करिबो। बहुत खुशी लागुची। रथ उत्सव कमिटीर सभापति वीरेन्द्र कुमार नायक, उपसभापति कृष्णचंद्र नायक, संपादक राजकिशोर बेहेरा, सहसंपादक संतोष राउत, कोषाध्यक्ष जगन्नाथ बेहेरा सह श्रीकांत बेहेरा, जोगेन्द्र प्रधान, शत्रुघ्न दास, दिलीप बेहेरा, मानस रंजन परिड़ा, रवींद्र बेहेरा, सनातन परिड़ा, बसंत नायक, संजय दास, जीवन कृष्ण बेहेरा प्रमुख समस्त कार्य परिचालना करथिले। आलदिया, रणसाही और झगड़पाड़ी प्रभृति अंचल ग्रामवासी माने एथिरे सहयोग करथिले।